बंधुगण मु आपन को स्वागत करुच्ची ब्रजेंद्र सार यूट्यूब चैनल। बंधुगण आपन जदि एही चैनल नुआ अछंती ताहले एही चैनल सब्सक्राइब कर दियंतु, कारण आगु को आसुथिबा समस्त सरकारी एवं बेसरकारी नियुक्तिर विज्ञप्ति किमा सूचना प्रथमे पाइबे। आपनकर समर्थन रे आगु को एमिति वीडियो बनैबार प्रेरणा मिलिबो। बंधुगण आज आसी जाइए बंधुगण आपणकर हाईकोर्ट रे नियुक्ति। बंधुगण दशम पास करथिले आवेदन करि परिबे एवं दरमा आपणकर 18 ରୁ 45 ହଜାର ମଧ୍ୟରେ ରହିବ। ଆଉ ବନ୍ଧୁଗଣ ଆବେଦନ ଶୀଘ୍ର ହିଁ ସରିଯିବ। ବନ୍ଧୁଗଣ ଆପଣ ଯଦି କେବଳ ଦଶମ ପାସ୍ କରିଛନ୍ତି ଆଉ ତାହେଲେ ଆବେଦନ କରିବେ। ବନ୍ଧୁଗଣ ମୁଁ ଆପଣଙ୍କୁ ପୂର୍ବରୁ ଭିଡ଼ିଓ ବନେଇ କହିଛି ଯାହା ସବୁ ନିଯୁକ୍ତି ଆସିବ ମୁଁ ପ୍ରଥମେ ଆପଣଙ୍କୁ ଜଣାଇ ଦେଉଛି। ବନ୍ଧୁଗଣ ଏବେ ଆସିଯାଇଛି ଆପଣଙ୍କର ହାଇକୋର୍ଟ ତରଫରୁ ନିଯୁକ୍ତି। ବନ୍ଧୁଗଣ ଆପଣ ଯଦି କୋର୍ଟରେ କାମ କରିବାକୁ ଚାହୁଁଛନ୍ତି, କୋର୍ଟ ହେଉଛି ଗୋଟେ ବନ୍ଧୁଗଣ ହାଇକୋର୍ଟ ହେଉଛି ଗୋଟେ ରେସ୍ପେକ୍ଟେଡ୍ ଜବ୍ ବନ୍ଧୁଗଣ ଚାକିରି। ଆଉ ସେଇଠି ଯଦି ଆପଣ ଚାକିରି କରିବାକୁ ଚାହୁଁଛନ୍ତି ଚାଲନ୍ତୁ ଦେଖିବା କ'ଣ ରହିଛି ପଦବୀ, ଆଉ କେତେ ବୟସ ଦରକାର, କୋଉଠି ଆବେଦନ କରିବେ, ଆଉ ସବୁର ବିବରଣୀ ଚାଲନ୍ତୁ ଦେଖିବେ। ବନ୍ଧୁଗଣ ଏଇଠି ଦେଖିପାରୁଥିବେ ଆପଣ ମାନେ ଭ୍ୟାକେନ୍ସି ଆସିଛି ଆପଣଙ୍କର ଗଭର୍ଣ୍ଣମେଣ୍ଟ ଅଫ୍ ଏନସିଟି ଅଫ୍ ଦିଲ୍ଲୀ ସବଅର୍ଡିନେଟ୍ ସର୍ଭିसेस सिलेक्शन बोर्ड तरफରୁ ଆସିଯାଇଛି। ବନ୍ଧୁଗଣ ଆପଣଙ୍କର ହାଇକୋର୍ଟ तरफରୁ ନିଯୁକ୍ତି। ବନ୍ଧୁଗଣ ଏଇଠି ଦେଖିପାରୁଥିବେ ବନ୍ଧୁଗଣ କମନ ଏକ୍ଜାମିନେସନ ରହିଛି ଆପଣଙ୍କର ଫର ଦ ପୋଷ୍ଟ ଅଫ କୋର୍ଟ ଆଟେଣ୍ଡେଣ୍ଟ। ତାପରେ ଆପଣଙ୍କର ରହିଲା କୋର୍ଟ ଆଟେଣ୍ଡେଣ୍ଟ ଏସ୍, ତାପରେ ଆପଣଙ୍କର ରହିଲା କୋର୍ଟ ଆଟେଣ୍ଡେଣ୍ଟ ଆପଣଙ୍କର ଏଲ୍, ରୁମ୍ ଆଟେଣ୍ଡାଣ୍ଟ ଆପଣଙ୍କର ଏଚ୍, ସିକ୍ୟୁରିଟି ଆଟେଣ୍ଡାଣ୍ଟ। ଚାଲନ୍ତୁ ଦେଖିବା କ'ଣ କ'ଣ କେତେଟି ପଦବୀ ରହିଛି। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ 334ଟି ପଦବୀ ରହିଛି। ବନ୍ଧୁଗଣ ଆଉ ଚାଲନ୍ତୁ ଦେଖିବା କୋଉ କୋଉ ପଦବୀ ପାଇଁ କେତେ କୋଉ କାଷ୍ଟ ପାଇଁ କେତେ ପଦବୀ ରହିଛି, ରିଜର୍ଭେସନ କୋଉ କାଷ୍ଟକୁ ମିଳିଛି। ଚାଲନ୍ତୁ ଦେଖିବା। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କର ରହିଛି ପ୍ରଥମେ ଏଇଠି ଦେଖିପାରୁଥିବେ ଦିଲ୍ଲୀ ହାଇକୋର୍ଟର ଆପଣଙ୍କର ରହିଛି କୋର୍ଟ ଆଟେଣ୍ଡାଣ୍ଟର ପ୍ରଥମ ପଦବୀ। ଆପଣ ଦେଖିପାରୁଥିବେ ଏଇଟାରେ ହିଁ ସବୁଠୁ ଅଧିକା ପଦବୀ ଆପଣଙ୍କର ରହିଛି। ଅନ୍ ରିଜର୍ଭ ଅଛି ଆପଣଙ୍କର 81ଟି ପଦବୀ, ଓବିସି ପାଇଁ ଆପଣଙ୍କର 95ଟି ରହିଛି, ଏସସି ପାଇଁ ଆପଣଙ୍କର 23ଟି ରହିଛି, ଏସଟି ପାଇଁ ଆପଣଙ୍କର 32ଟି ରହିଛି, ଇଡବ୍ଲ୍ୟୁଏସ୍ ପାଇଁ ଆପଣଙ୍କର 64ଟି ରହିଛି। ସମ୍ପୂର୍ଣ୍ଣ ମୋଟ ରହିଛି ଆପଣଙ୍କର 295ଟି। ଆଉ ବନ୍ଧୁଗଣ ଆପଣ ଯଦି ହାଇକୋର୍ଟରେ ଚାକିରି କରିବାକୁ ଚାହୁଁଛନ୍ତି ନିଶ୍ଚୟ ଆବେଦନ କରିବେ ବନ୍ଧୁଗଣ, ଦିଲ୍ଲୀ ହାଇକୋର୍ଟ। ଆଉ ତାପରେ ଆପଣଙ୍କର ଦେଖିପାରୁଥିବେ ମୋଟ ରହିଛି 295। ଆଉ ଏଇଠି ଦେଖିପାରୁଥିବେ କ'ଣ ଆପଣ କରିଥିଲେ, ଗ୍ରାଜୁଏସନ୍ କରିଥିଲେ ଆବେଦନ କରିପାରିବେ, ନା ଆପଣ ପିଜି କରିଥିଲେ ଆବେଦନ କରିପାରିବେ, ନା ଆପଣ କ'ଣ କରିଥିଲେ ଆପଣ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଇସେନ୍ସିଆଲ କ୍ୱାଲିଫିକେସନ ଅଛି ଆପଣଙ୍କର ଏଜୁକେଶନାଲ ଶିକ୍ଷାଗତ ଯୋଗ୍ୟତା ଆପଣଙ୍କର କେବଳ ଆପଣଙ୍କର ମ୍ୟାଟ୍ରିକ ପାସ୍ ଥିଲେ ବନ୍ଧୁଗଣ ଆବେଦନ ବନ୍ଧୁଗଣ କରିପାରିବେ। ଆଉ ବନ୍ଧୁଗଣ ଏକ୍ସପିରିଏନ୍ସ ନଥିଲେ କିଛି ଅସୁବିଧା ନାହିଁ। ବନ୍ଧୁଗଣ ଆପଣ ଯଦି ଖାଲି ମ୍ୟାଟ୍ରିକ ପାସ୍ କରିଛନ୍ତି ତାହେଲେ ଆବେଦନ କରିପାରିବେ। ଏହାଠୁ ବହୁତ ବଡ଼ ସୁଯୋଗ ବନ୍ଧୁଗଣ ଆପଣ କେବେ ବି ପାଇପାରିବେ ନାହିଁ ହାଇକୋର୍ଟରେ ନିଯୁକ୍ତି। ଆଉ ବନ୍ଧୁଗଣ ଆପଣଙ୍କୁ ଆପଣଙ୍କର ଏଜ୍ ରହିଥିବାର ଅଛି ଆପଣଙ୍କର 1/1/2025 ସୁଦ୍ଧା ଆପଣଙ୍କୁ 18 ବର୍ଷରୁ ଉର୍ଦ୍ଧ୍ୱ 27 ବର୍ଷରୁ କମ୍ ହେଇଥିଲେ ଆପଣମାନେ ଆବେଦନ କରିପାରିବେ। ବନ୍ଧୁଗଣ ଆଉ 28 ବର୍ଷ ହେଇଥିଲେ ଆବେଦନ କରିପାରିବେନି, କିମ୍ବା 17 ବର୍ଷ ହେଇଥିଲେ ଆବେଦନ କରିପାରିବେ ନାହିଁ। ଆଉ ବନ୍ଧୁଗଣ ଦରମା ଆପଣ ଏଇଠି ଦେଖିପାରୁଥିବେ ଲେବଲ 3 ଦରମା। ବନ୍ଧୁଗଣ ଏଇଠି ଦେଖିପାରୁଥିବେ ଲେବଲ 3 ଆଜ୍ ପର୍ 7th ପେ ସିପିସି ଗ୍ରୁପ ସି ର ଭ୍ୟାକେନ୍ସି ରହୁଛି। ବନ୍ଧୁଗଣ ମିନିମମ୍ ଆପଣଙ୍କର 18 ରୁ 45 ହଜାର ଭିତରେ ଆପଣ ଦରମା ପାଇପାରିବେ। ବନ୍ଧୁଗଣ ଆଉ ତାପରେ ଦେଖିପାରିବେ ଦ୍ୱିତୀୟରେ ଆପଣଙ୍କର ରହିଛି ଦିଲ୍ଲୀ ହାଇକୋର୍ଟ ତରଫରୁ କୋର୍ଟ ଆଟେଣ୍ଡେଣ୍ଟ ଏସ୍ ର ଭ୍ୟାକେନ୍ସି ରହିଛି ବନ୍ଧୁଗଣ ପୋଷ୍ଟଟା। ଆଉ ନମ୍ବର ଅଫ୍ ଭ୍ୟାକେନ୍ସି ଦେଖିପାରୁଥିବେ ମୋଟ ରହିଛି ଆପଣଙ୍କର 22ଟି, ଅନରିଜର୍ଭ ରହିଛି ଆପଣଙ୍କର 2ଟି, ଓବିସି ପାଇଁ ରହିଛି ଆପଣଙ୍କର 13ଟି, ତାପରେ ଆପଣଙ୍କର ରହିଛି ଏସଟି ପାଇଁ 2ଟି, ଇଡବ୍ଲ୍ୟୁଏସ୍ ପାଇଁ 5ଟି ରହିଛି। ଆଉ ତାପରେ ଦେଖିପାରୁଥିବେ ଶିକ୍ଷାଗତ ଯୋଗ୍ୟତା ଆପଣଙ୍କର ମାଗିଛି ଶିକ୍ଷାଗତ ଯୋଗ୍ୟତା
ଇସେନ୍ସିଆଲ ଆପଣଙ୍କର ଦରକାର, ଆପଣଙ୍କର ମ୍ୟାଟ୍ରିକ୍ ପାସ୍ ହେଇଥିଲେ ଆଉ ଆବେଦନ କରିପାରିବେ। ଆଉ କିମ୍ବା ଆପଣଙ୍କର ଇକ୍ୱିଭାଲେଣ୍ଟ ଫର୍ ଏ ରିକଗ୍ନାଇଜ୍ ବୋର୍ଡ଼, ଆପଣ ତ ମ୍ୟାଟ୍ରିକ୍ ପାସ୍ ଥିଲେ ଆବେଦନ କରିପାରିବେ ବନ୍ଧୁ, କିଛି ଅସୁବିଧା ନାହିଁ। ଆଉ ବନ୍ଧୁଗଣ ଆପଣଙ୍କର କିଛି ଆପଣଙ୍କର ଯଦି ଅନୁଭବ ନାହିଁ ତାହେଲେ କିଛି ଅସୁବିଧା ନାହିଁ ବନ୍ଧୁଗଣ। ଆଉ ତାପରେ ଆପଣ ଦେଖିପାରୁଥିବେ ଏଇଠି ଏଜ୍ ବି ଆପଣଙ୍କର ଦରକାର, ଆପଣଙ୍କର 18 ବର୍ଷରୁ ତାପରେ ଆପଣଙ୍କର ଗଲେ 27 ବର୍ଷ। ଆଉ ଏଇଠି ଦେଖିପାରୁଥିବେ ଲେବଲ୍ 3 ଆପଣଙ୍କର ଲେବଲ୍ 3ର ଆପଣଙ୍କର 7th ପେ ର CPC ଗ୍ରୁପ୍ ସି ର ଆପଣ ରହିଛି 18 ରୁ 45,000 ଭିତରେ ଆପଣଙ୍କୁ ଦରମା ମିଳିବ। ଆହୁରି ବି ବନ୍ଧୁଗଣ ଆପଣ ଯଦି ଡ୍ୟୁଟି କରିବେ ବର୍ଷ ଆପଣଙ୍କର ଅନୁଭବ ହେଲେ ଆପଣଙ୍କ ଦରମା 60-70 ହଜାର ପର୍ଯ୍ୟନ୍ତ ଯାଇପାରିବ। ତାପରେ ଦେଖିବା ତୃତୀୟରେ କଣ ରହିଛି, ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କର ତୃତୀୟ ରହିଛି ଦିଲ୍ଲୀ ହାଇକୋର୍ଟର ଆପଣଙ୍କର କୋର୍ଟ ଆଟେଣ୍ଡାଣ୍ଟ ଏଲ୍ ର ବନ୍ଧୁଗଣ ଭ୍ୟାକେନ୍ସି ରହିଛି। ପଦବୀ ରହିଛି ଆପଣଙ୍କର ଗୋଟିଏ, ଆଉ ଅନରିଜର୍ଭ କ୍ୟାଟେଗୋରୀରେ ଅଛି। ଆଉ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ୍ ପାସ୍ ମାଗୁଛି, ଆଉ କୌଣସି ଅନୁଭବ ନାହିଁ ତ କିଛି ଅସୁବିଧା ନାହିଁ। ଆଉ ଦରମା ଆପଣଙ୍କର 18 ରୁ 45,000 ଦରମା ଭିତରେ, 18 ରୁ 45,000 ଭିତରେ ଆପଣଙ୍କୁ ଦରମା ମିଳିବ। ଏଇଠି ଦେଖିପାରୁଥିବେ ଆପଣଙ୍କର ବୟସ 18 ରୁ ଆଉ ତାପରେ ଆପଣଙ୍କର ରହିଲା 27 ବର୍ଷ ଆପଣଙ୍କର ମାଗୁଛି ବୟସ ଆପଣଙ୍କର। ତାପରେ ଏଠି ଦେଖିପାରୁଥିବେ ଚତୁର୍ଥରେ ଆପଣଙ୍କର ଦିଲ୍ଲୀ ହାଇକୋର୍ଟର ରହିଛି ଆପଣଙ୍କର ପୋଷ୍ଟ ନାଁ ହେଉଛି, ପଦବୀ ନାଁ ହେଉଛି ଆପଣଙ୍କର ରୁମ୍ ଆଟେଣ୍ଡାଣ୍ଟ ଏଚ୍ ର ରହିଛି। ଟୋଟାଲ ମୋଟ ପଦବୀ ରହିଛି 13ଟି, 11ଟି ଆପଣଙ୍କର OBC ପାଇଁ ରିଜର୍ଭ ରହିଛି। ଆଉ ତାପରେ ଆପଣଙ୍କର କ୍ୟାଟେଗୋରୀ ଏ ପାଇଁ ଗୋଟିଏ ରହିଛି, ଆଉ କ୍ୟାଟେଗୋରୀ ଆପଣଙ୍କର ESM ପାଇଁ ଗୋଟିଏ ରହିଛି। ଆଉ ଶିକ୍ଷାଗତ ଯୋଗ୍ୟତା ଏଠି ଦେଖିପାରୁଥିବେ କେବଳ ମ୍ୟାଟ୍ରିକ୍ ପାସ୍ ଥିଲେ ଆପଣ ଆବେଦନ କରିପାରିବେ ବନ୍ଧୁଗଣ। ଏଠି ଦେଖିପାରୁଥିବେ ମ୍ୟାଟ୍ରିକ୍ ପାସ୍ ଥିଲେ ଆପଣ ଆବେଦନ କରିପାରିବେ। ଆଉ ତାପରେ ଦେଖିବା ଚାଲନ୍ତୁ, ଆଉ ଏଇଠି ଦେଖିପାରୁଥିବେ 18 ରୁ ଆପଣଙ୍କର 18 ରୁ 27 ବର୍ଷ ବୟସ ମାଗିଛି। ଆଉ ଆପଣଙ୍କର ଦରମା ଏଠି ଦେଖିପାରୁଥିବେ ଲେବଲ୍ 3ର ପର୍ 7th ପେ CPC ଗ୍ରୁପ୍ ସି ର ଆପଣଙ୍କର ପେ ସ୍କେଲ୍ ରହିବ ଦରମା। ଆପଣ ଏଇଠି ଦେଖିପାରୁଥିବେ ପଞ୍ଚମରେ ଆପଣଙ୍କର ରହିଛି, ଏଇଠି ଦେଖିପାରୁଥିବେ ପଞ୍ଚମରେ ଆପଣଙ୍କର ରହିଛି ଦିଲ୍ଲୀ ହାଇକୋର୍ଟର ନେମ୍ ଅଫ୍ ସିକ୍ୟୁରିଟି ଆଟେଣ୍ଡାଣ୍ଟ। ଏଇଠି ଦେଖିପାରୁଥିବେ ପଦବୀ ଆପଣଙ୍କର 3ଟି ରହିଛି, OBC ପାଇଁ ଗୋଟିଏ ରହିଛି, ଅନରିଜର୍ଭ ଆପଣଙ୍କର 2ଟି ରହିଛି। ଆଉ ଶିକ୍ଷାଗତ ଯୋଗ୍ୟତା ଏଠି ଦେଖିଥିବେ କେବଳ ମ୍ୟାଟ୍ରିକ୍ ପାସ୍ ମାଗୁଛି, ଆଉ ଅନୁଭବ କିଛି ଦରକାର ନାହିଁ। ଆଉ ପେ ସ୍କେଲ୍ ଆପଣଙ୍କର 18 ରୁ 45,000 ଭିତରେ ରହିବ। ଆପଣ ଯଦି ଡ୍ୟୁଟି ଆପଣଙ୍କର ବୟସ ଆଉ ଏକ୍ସପିରିଏନ୍ସ ଆପଣଙ୍କର ଅନୁଭବ ଯଦି ବଢ଼ି ଯାଉଛି ଆପଣଙ୍କ ଦରମା ବି ମଧ୍ୟ ବଢ଼ିବ, 60 ରୁ 70 ହଜାର ପର୍ଯ୍ୟନ୍ତ ଯାଇପାରିବ। ଏଠି ଦେଖିପାରୁଥିବେ ଲେବଲ୍ 3 ଆଜ୍ ପର୍ 7th ପେ CPC ଗ୍ରୁପ୍ ସି। ଆଉ ଆପଣଙ୍କର ବୟସ 18 ରୁ 27 ବୟସ ଥିଲେ ଆପଣ ଆବେଦନ କରିପାରିବେ। ଆଉ ତାପରେ ଚାଲନ୍ତୁ ଦେଖିବା, ଏଠି ଦେଖିପାରୁଥିବେ ଆପଣମାନେ ଇଲିଜିବିଲିଟି ଯୋଗ୍ୟ ମାନେ ଆପଣଙ୍କର ଯେଉଁ ରହିଛି କ୍ରାଇଟେରିଆ, ଏଇଠି ଦେଖିପାରୁଥିବେ ସିଟିଜେନ୍ ଅଫ୍ ଇଣ୍ଡିଆ ଥିଲେ ଆପଣ ଆବେଦନ କରିପାରିବେ। ଆଉ ଆପଣ ଯାହା ଶିକ୍ଷାଗତ ଯୋଗ୍ୟତା ଅଛି ତାହେଲେ ଆପଣଙ୍କ ପାଖରେ ଯଦି ସେଇଟା ଅଛି ତାହେଲେ ଆବେଦନ କରିପାରିବେ। ଆଉ ଆପଣଙ୍କର ବୟସ ଯାହା ମାଗିଛି ତାହା ଥିବାର ଅଛି 18 ରୁ 27 ବର୍ଷ ଭିତରେ ବନ୍ଧୁଗଣ। ଏଇଠି ଦେଖିପାରୁଥିବେ ତାପରେ ଆପଣଙ୍କର ହାଉ ଟୁ ଆପ୍ଲାଏ ବନ୍ଧୁଗଣ ରହିଛି। ଆଉ ଚାଲନ୍ତୁ ଦେଖିବା କିପରି ଆବେଦନ କରିବେ। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କର ଇଲିଜିବଲ୍ କ୍ୟାଣ୍ଡିଡେଟ୍ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନେ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଏଇ ୱେବସାଇଟ୍ରେ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ 26 ଅଗଷ୍ଟରୁ ଅଗଷ୍ଟ 2025 ରୁ ଆପଣଙ୍କର 24 ସେପ୍ଟେମ୍ବର 2025 11:59 ପର୍ଯ୍ୟନ୍ତ ଆପଣଙ୍କର ଆବେଦନ କରିବାର ଶେଷ ତାରିଖ ରହିଛି, 24 ସେପ୍ଟେମ୍ବର 2025 ବନ୍ଧୁଗଣ। ଏଇଠି ତାପରେ ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କର ରହିଛି ଆବେଦନ କରିବାର ଫିସ୍ ଆପଣଙ୍କର ରହିଛି। ଏଇଠି ଆପଣମାନେ ଦେଖିପାରୁଥିବେ 100 ଟଙ୍କା ଆବେଦନ ରହିଛି ଆପଣଙ୍କର ଆପ୍ଲିକେସନ୍ ଫି। ଆଉ ଓମେନ୍ କ୍ୟାଣ୍ଡିଡେଟ୍, ଆଉ ତାପରେ ରହିଲା ଆପଣଙ୍କର ସିଡ୍ୟୁଲ୍ କାଷ୍ଟ, ସିଡ୍ୟୁଲ୍ ଟ୍ରାଇବ୍, PWD ଏମାନଙ୍କ ପାଇଁ ଫ୍ରି ରହିଛି, ମାଗଣାରେ ଆବେଦନ କରିପାରିବେ। OBC ଜେନେରାଲ୍ ଆଉ ଯେଉଁମାନେ ରହିଲେ ସେମାନେ 100 ଟଙ୍କା ଦେଇକି ଆବେଦନ କରିବାକୁ ପଡ଼ିବ।
ଏଇଠି ଦେଖିପାରୁଥିବେ ପରୀକ୍ଷାର ଯେଉଁ ପାଟର୍ନଟା ରହିଛି। ଆପଣଙ୍କର ସବୁ ଆପଣଙ୍କର ପୋଷ୍ଟ ପାଇଁ ଆପଣଙ୍କର ପ୍ରିଲିମିନାରୀ ଏକ୍ଜାମ ରହିଛି ଅବଜେକ୍ଟିଭ ଟାଇପ୍। ଆପଣଙ୍କର ମୋଟ ମାର୍କ ରହିବ ଆପଣଙ୍କର 100 ମାର୍କ। ଆଉ ତାପରେ ଆପଣଙ୍କର ଟୋଟାଲ ମାର୍କ ରହିବ ଆପଣଙ୍କର ଟୋଟାଲ ମୋଟ କୋଶ୍ଚିନ୍ ରହିବ ଆପଣଙ୍କ 100 ମାର୍କ। ଟୋଟାଲ ମାର୍କ ବି ରହିବ ଆପଣଙ୍କର 100 ମାର୍କ। 150 ମିନିଟ୍ର ଆପଣଙ୍କର ଟାଇମ୍ ରହିବ। ଇଂଲିଶ ହିନ୍ଦୀ ଆପଣଙ୍କର 25 ମାର୍କ, ଇଂଲିଶ ଆପଣଙ୍କର 25 ମାର୍କ, ଜେନେରାଲ ନଲେଜ ଆପଣଙ୍କର 25 ମାର୍କ, ତାପରେ ଆପଣଙ୍କର ଆରିଥମେଟିକ୍ 25 ମାର୍କ। ଆଉ ଆପଣଙ୍କର ମାଇନସ୍ ମାର୍କିଂ ବି ରହିଛି ବନ୍ଧୁଗଣ। ଆପଣ ଗୋଟେ କୋଶ୍ଚିନ୍ ଭୁଲ କଲେ ଆପଣଙ୍କର 25% ଆପଣଙ୍କର ମାର୍କ କଟିବ ବନ୍ଧୁଗଣ। ଗୋଟେ କୋଶ୍ଚିନ୍ରେ ଆପଣଙ୍କର 0.25 ମାର୍କ କଟିବ। ଆଉ ତାପରେ ଦେଖିପାରୁଥିବେ ଆପଣଙ୍କର ଦୁଇଟି ହିଁ ପାଟର୍ନ ରହିବ। ଟିୟର 1ରେ ଆପଣଙ୍କର ରହିବ ପ୍ରିଲିମିନାରୀ ଏକ୍ଜାମିନେସନ୍, ତାପରେ ଆପଣଙ୍କର ଟିୟର 2ରେ କେବଳ ଇଣ୍ଟରଭ୍ୟୁ ରହିବ। ଏହା ବିଶେଷରେ ଆପଣଙ୍କର ଯେଉଁ ଚୟନ ପ୍ରକ୍ରିୟାଟି ବାହାରିବ, ଯେଉଁମାନେ ସିଲେକ୍ସନ୍ ହେବେ। ଆଉ ତାପରେ ଦେଖିପାରୁଥିବେ এই ଦୁଇଟି ପରୀକ୍ଷାରେ ଆପଣ ଦେବାକୁ ପଡ଼ିବ। ଆଉ ପରୀକ୍ଷାଟା ଦେଲା ପରେ ତାର ମେରିଟ୍ ଲିଷ୍ଟ ବାହାରିବ। ଏଠି ଦେଖିପାରୁଥିବେ ମିନିମମ୍ କ୍ୱାଲିଫାଇଂ ମାର୍କ ଆପଣଙ୍କର ରହିଛି ଟିୟର 1 ପାଇଁ ଆପଣଙ୍କର ରହିଛି 50% ମାର୍କ ରଖିଥିଲେ ଜେନେରାଲ କ୍ୟାଟେଗୋରୀ ଟିୟର 1 କ୍ୱାଲିଫାଇ କରିପାରିବେ। ଆଉ ଆପଣଙ୍କର SC ST OBC NCL ଆପଣଙ୍କର NCL, ତାପରେ ରହିଲେ EWS, ତାପରେ ଆପଣଙ୍କର ରହିଲେ PHESM 45% ମାର୍କ ରଖିଥିଲେ କ୍ୱାଲିଫାଇ ହେଇପାରିବେ ବନ୍ଧୁଗଣ। ତାପରେ ଦେଖିବା ଇଣ୍ଟରଭ୍ୟୁ ପାଇଁ କୌଣସି କ୍ୱାଲିଫିକେସନ୍ ନାହିଁ। ତାପରେ ଆପଣଙ୍କର ମେରିଟ୍ ଲିଷ୍ଟ ପବ୍ଲିଶ ହେବ ଆଉ ଯେଉଁମାନେ ସବୁ ଚୟନ ହେବେ। ଆଉ ବନ୍ଧୁଗଣ ଆବେଦନ କରିବାର ଲିଙ୍କ ଟେଲିଗ୍ରାମ ଗ୍ରୁପରେ ଦିଆଯାଇଛି। ଆପଣ ସେଠି ଯାଇକି ଆବେଦନ କରିପାରିବେ ଆଉ PDF ମଧ୍ୟ ପାଇଯିବେ। ବନ୍ଧୁଗଣ ଦେଖିପାରୁଥିବେ ଏଜ୍ର ଯେଉଁ ରହିଲା ବନ୍ଧୁଗଣ କ୍ରାଇଟେରିଆଟା ଏଇଠି ଦେଖିପାରୁଥିବେ 18ରୁ 27 ବର୍ଷ ଭିତରେ ଥିଲେ ଆବେଦନ କରିପାରିବେ। ଏଇଠି ଦେଖିପାରୁଥିବେ 2/1/1998 ପରେ ଜନ୍ମ ହେଇଥିବେ, 1/1/2007 ପୂର୍ବରୁ ଜନ୍ମ ହେଇଥିବେ। 2/1/1998 ପରେ, 2/1/2007 ପୂର୍ବରୁ ଜନ୍ମ ହେଇଥିଲେ ଆବେଦନ କରିପାରିବେ ବନ୍ଧୁଗଣ। ଆଉ ତାପରେ ଦେଖିପାରୁଥିବେ ରିଲାକ୍ସେସନ୍ ଯାହା ରହିଛି ତାହା ମିଳିବ ଆପଣଙ୍କୁ। SC/ST ପାଇଁ ଆପଣଙ୍କର 5 ବର୍ଷ, OBC ପାଇଁ ଆପଣଙ୍କର 3 ବର୍ଷ, PW ପାଇଁ 10 ବର୍ଷ, ତାର PWBD ପାଇଁ 15 ବର୍ଷ, ତାର PWBD ପାଇଁ 13 ବର୍ଷର ରହିଛି ରିଲାକ୍ସେସନ୍। ଆଉ ତାପରେ ଚାଲନ୍ତୁ ଦେଖିବା ଏହାର PDF କୋଉଠି ପାଇବେ ଆଉ ଆବେଦନ କରିବାର ଲିଙ୍କ ବି କୋଉଠି ପାଇବେ। ଚାଲନ୍ତୁ এইଠି ବନ୍ଧୁଗଣ ଦେଖିପାରୁଥିବେ ବ୍ରଜେନ୍ଦ୍ର ସାର୍ ଅଫିସିଆଲ ଟେଲିଗ୍ରାମ ଗ୍ରୁପ ରହିଛି। ଆପଣ ଡିସ୍କ୍ରିପ୍ସନରେ ଲିଙ୍କ ଅଛି, ସେଠି କ୍ଲିକ୍ କରିକି ଏଇଠିକି ଆସିପାରିବେ। এই ଗ୍ରୁପରେ ଜଏନ୍ ହେଇଯିବେ, କାରଣ ଆଗକୁ ଆସୁଥିବା ସମସ୍ତ ଭ୍ୟାକେନ୍ସିର PDF ଟି ଏଇଠି ପାଇଯିବେ। ଆଉ ଏଇଠି ଆପଣଙ୍କର ଦିଲ୍ଲୀର ଯେଉଁ ରହିଲା ଆପଣଙ୍କର ହାଇକୋର୍ଟର PDF ପାଇବେ, ତା ସହିତ ଆବେଦନ କରିବାର ଲିଙ୍କ ମଧ୍ୟ ପାଇବେ। ଏବେ ଇଣ୍ଟରନେଟ୍ ବନ୍ଦ ଅଛି, ଏଇଠି ଶୋ କରୁନି, ନହେଲେ ଏଇଠି ଶୋ କରିଯିବ ବନ୍ଧୁଗଣ। ଆପଣ ଯେତେବେଳେ ଡିସ୍କ୍ରିପ୍ସନରେ ଲିଙ୍କରେ କ୍ଲିକ୍ କରିକି ଆସିବେ 13/9/2025 ଲେଖା ହେଇକି ଆପଣଙ୍କର ଏଇଠି ଶୋ କରିବ ବନ୍ଧୁଗଣ। ଆଉ ବନ୍ଧୁଗଣ ଆଉ ଯଦି ଆପଣ 10ମ ପାସ୍ କରିଛନ୍ତି ଆଉ ଦିଲ୍ଲୀ ହାଇକୋର୍ଟରେ ଯଦି ଚାକିରି କରିବାକୁ ଚାହୁଁଛନ୍ତି, ତାହେଲେ ନିଶ୍ଚିନ୍ତ ଭାବରେ ବନ୍ଧୁଗଣ ଆପଣ ଆବେଦନ କରନ୍ତୁ। କେବଳ ଅନଲାଇନ୍ ମୋଡ଼ରେ ରହିବ। ଆଉ ବନ୍ଧୁଗଣ ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ କରନ୍ତୁ, ଆଉ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆଉ ରହିଲା ଆପଣଙ୍କର ମତାମତ କମେଣ୍ଟ ସେକ୍ସନରେ କୁହନ୍ତୁ। ଆଉ ଯଦି ଆବେଦନ କରିବାର ଯଦି ପ୍ରକ୍ରିୟାର ଜାଣିବାକୁ ଚାହୁଁଛନ୍ତି, ତାହେଲେ ଡିସ୍କ୍ରିପ୍ସନରେ ଆପଣଙ୍କର ରହିଲା କମେଣ୍ଟରେ କୁହନ୍ତୁ ଯଦି ଆବେଦନ କରିବାର ଭିଡ଼ିଓଟି ଚାହୁଁଛନ୍ତି ତ। ଆଉ ବନ୍ଧୁଗଣ ଏଇ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।